हेलो एवरीवन आई एम दमयंती वेलकम टू माय यूट्यूब चैनल मो नेक्स्ट सिलेबस को कंप्लीट कर देछि आपण माने प्लेलिस्ट जाकि चेकिंग करि परिबे तो एबे मो नोट्स खातारू आलोचना करूथली। तो स्वाधीनता पूर्ववर्ती और परवर्ती उपन्यास आलोचना कर सारी थी। स्वाधीनता पूर्ववर्ती गल्प मध्य आलोचना कर सारी। तो मु आलोचना करूथली स्वाधीनता परवर्ती गाल्पिक माननकु। तो ये आलोचना करवा वीणापाणी महांती अन्य गुड़िक मु आलोचना करी पूर्व वीडियो आपण मैंने जाकि देखिए प्लेलिस्ट। वीणापाणी महांती का प्रथम गल्प हूँ नाउ गछ, तापर रात्रि कहानी, तापर नवतरंग 1963, पांथशाला और रक्त कबरी 1963, कस्तूरी मृग और सबुज अरण्य 1967, तटिनीर तृष्णा 1972, सायन्नार स्वर 1974, अंधकारर छाया 1976, कालांतर 1977, आहरण 1978, मध्याह्नर 1979, वस्त्रहरण 1980, अन्य अरण्य 1981, इंटरव्यू 1981, खेलना 1983, दृश्यांतर 1984, चरित्र हसुची 1986, पाटदेई 1987, तृतीय पाद 1969, बन्हीबलय 1990, जन्मांतर 1991, अश्रु अनंत 1992, शकुनीर छंदा 1992, एकाकी पराण सर 1994, अभिनेत्री 1997, खेल चली 1998, पाचेरी सेपट नई 1999, पद्म घुंची घुंची जाउछि 2000, वर्ष वर्ष भारत वर्ष 2004, अपहंच आकाश 1907, नई को रास्ता 1908, अस्ताचलर जह्न 1915, भंगा सिलट आउ अंधकारर छाई ये हूँ चलचित्र होइछि दुईटी। चामेलीर चा पाटदेई जीवन दिल्ली द्वारा दर्शन रे प्रसारित, कस्तूरी मृग सबुज अरण्य ओडिशा साहित्य अकादेमी पुरस्कार ये दुईटा पाटदेई 1990 केंद्र साहित्य अकादेमी पुरस्कार। तो एबे आमे विस्तृत भाव में आलोचना करबा इम्पोर्टाट गल्प गुड़ी को। वीणापाणी महांती समांतर सरल रेखा गल्प रे मुख्य चरित्र होउछंती प्रोटागनिस्ट नारायण दास। गांधी को आदर्श रे अनुप्राणित यही गल्प समांतर सरल रेखा। नेक्स्ट वीणापाणी महांती गल्प सुखरे अच्छी अर्चना। वीणापाणी महांती नेक्स्ट गल्प सुखरे अच्छी अर्चना। एथिरे पति पत्नी संपर्क और विवाह प्रसंग को नहीं प्रश्न बाची मनरे उंकी मारे। नेक्स्ट शून्य सीमांत। वीणापाणी महांती नेक्स्ट रचना शून्य सीमांत। एथिरे शून्य सीमांत रे विवाह, स्वामी और स्त्री संपर्क तत्व को नहीं एक नूतन प्रकारर संज्ञा निरूपण होइछि। नेक्स्ट पुरुष प्राधान्य गल्प। वीणापाणी महांती पुरुष प्राधान्य गल्प गुड़ी हूँ कन्या, अन्य जड़े द्रौपदी, अन्य उद्यान फूल गछ, अन्य पूज्य पूर्व, झील नुहे निया झुली, मल्लिका सुंदरी और दुस्वप्न, नारी निर्यातनित समस्या। नेक्स्ट वीणापाणी महांती कन्या और अन्य जड़े
ଦ୍ରୌପଦୀ ଏବଂ ଅନ୍ନପୂର୍ବା ଗଳ୍ପ। କନ୍ୟା ଆଉ ଅନ୍ୟ ଜଣେ ଦ୍ରୌପଦୀ ଆଉ ଅନ୍ନପୂର୍ଣ୍ଣା, ଏହି ତିନୋଟି ଗଳ୍ପ ଭିନ୍ନ ଭାବରେ ଉଜ୍ଜ୍ୱଳ। ବାରିଷ୍ଟର ବିଜୟ କେତନ ଷଡ଼ଙ୍ଗୀଙ୍କର ଦୁଇ କନ୍ୟା ମଞ୍ଜୁଳା ଆଉ ଅଞ୍ଜଳି କିନ୍ତୁ ପୁତ୍ର ସନ୍ତାନ ଜନ୍ମ ଦେଇପାରି ନଥିବାରୁ ସେ ତାଙ୍କର ଆଙ୍ଗ୍ଲୋ ଇଣ୍ଡିଆନ ଷ୍ଟନ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ହେଲା, ଷଡ଼ଙ୍ଗୀ ସେ ଦ୍ୱିତୀୟ ବିବାହ କରିଛନ୍ତି ଷ୍ଟନ୍କୁ, ଆଙ୍ଗ୍ଲୋ ଇଣ୍ଡିଆନ, ତାଙ୍କର ଯେହେତୁ ପୁଅ ହେଇନାହାନ୍ତି। ନେକ୍ସଟ ବୀଣାପାଣି ମହାନ୍ତିଙ୍କ ଗଳ୍ପ ଅନ୍ୟ ଜଣେ ଦ୍ରୌପଦୀ। ଅନ୍ୟ ଜଣେ ଦ୍ରୌପଦୀରେ ପତିଙ୍କୁ ପରିତ୍ୟାଗ କରି ପିତୃଗୃହରେ ଏକାକିନୀ ଅବଶିଷ୍ଟ ଜୀବନର ଯାପନ କରିବାକୁ ଫେରି ଆସିଥିବା ଅନ୍ୟ ଏକ କନ୍ୟା ଜୟାର ବଞ୍ଚିବାର ରୋମାଞ୍ଚକର କାହାଣୀ। ଜୟା ମଦ୍ୟପ ସ୍ୱାମୀକୁ ଛାଡ଼ି ଫଟୋଗ୍ରାଫର ହେଉଛି। ନେକ୍ସଟ ବୀଣାପାଣି ମହାନ୍ତିଙ୍କର ଗଳ୍ପ କନ୍ୟା, ଅନ୍ୟ ଏକ ଦ୍ରୌପଦୀ ଆଉ ଅନ୍ୟ ଉଦ୍ୟାନର ଫୁଲ ଗଛ। ଏହି ତିନୋଟି ଗଳ୍ପ ବୀଣାପାଣି ମହାନ୍ତିଙ୍କର। ଏହା ନାରୀବାଦୀ ସହ ସମାଜବାଦୀ ଦର୍ଶନ ଅବଲମ୍ବନରେ ଲିଖିତ ବାସ୍ତବବାଦୀ ଗଳ୍ପ। ମଞ୍ଜୁଳା, ଜୟା ଓ ଦୁର୍ଗା ନୂତନ କରି ଏମାନେ ରନ୍ଧନଶାଳା ଛାଡ଼ି ରଣକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। କିଏ ନା ମଞ୍ଜୁଳା, ଜୟା ଆଉ ଦୁର୍ଗା, ସେମାନେ ରଣକ୍ଷେତ୍ରରେ ଯୋଗଦାନ ଦେଇଛନ୍ତି। କେଉଁ କେଉଁ ଗଳ୍ପରେ ନା କନ୍ୟା, ଅନ୍ୟ ଏକ ଦ୍ରୌପଦୀ ଆଉ ଅନ୍ୟ ଉଦ୍ୟାନର ଫୁଲଗଛ। ନେକ୍ସଟ ବୀଣାପାଣି ମହାନ୍ତିଙ୍କ ଗଳ୍ପ ଅନ୍ନପୂର୍ବ। ମହାଭାରତ ମିଥ୍ ଅବଲମ୍ବନରେ ଲିଖିତ ଅନ୍ନପୂର୍ଣ୍ଣା। ନେକ୍ସଟ ମହାପାତ୍ର ନୀଳମଣି ସାହୁଙ୍କର ଗଳ୍ପ ପ୍ରତିନିଧି ମୂଳକ ଗଳ୍ପ ଗୁଡ଼ିକ ହେଉଛି ମାଳି ସାହିର ମଲ୍ଲିକା ସୁନ୍ଦରୀ, ଝିଅ ନୁହେଁ ନିଆଁଝୁଲ। ମାଳିସାହି ରାଜଧାନୀ ସହରର ଏକ ରେଡ୍ ଲାଇଟ୍ ବସ୍ତି। ନେକ୍ସଟ ବୀଣାପାଣି ମହାନ୍ତିଙ୍କ ଗଳ୍ପ ଭଲ ପାଇବାର ଶେଷ କଥା। ଭଲ ପାଇବାର ଶେଷ କଥା ଗଳ୍ପରେ ଶ୍ୟାମଳ ବୈଜ୍ଞାନିକ ହେଉ ବୋଲି ତା ବାପା ସ୍ୱପ୍ନ ଦେଖୁଥିଲେ। ତାଙ୍କର ମୃତ୍ୟୁ ହୋଇଛି। ଶ୍ୟାମଳ ମୂର୍ଚ୍ଛନାକୁ ଭଲ ପାଇଲେ। ତେଣୁ ବିବାହରେ ତା ମାତା ବିରୋଧ କରିଥିଲେ, ଯେ ସେ ଯେହେତୁ ଖ୍ରୀଷ୍ଟିଆନ ଥିଲେ। ନେକ୍ସଟ ବୀଣାପାଣି ମହାନ୍ତିଙ୍କ ଗଳ୍ପ ସେ ଦିନେ ମନ୍ତ୍ରୀ ଥିଲେ। ସେ ଦିନେ ମନ୍ତ୍ରୀ ଥିଲେ ଗଳ୍ପରେ ଜୈନିକ ଚରିତ୍ର ଘନଶ୍ୟାମ ଦାସ, ଯିଏ ଅତୀତରେ ଥିଲେ ଜଣେ ମନ୍ତ୍ରୀ ସଂସ୍କୃତି ବିଭାଗର। ତାଙ୍କର ନୀତିର ବିରୋଧୀ ଓ ଠିକ୍ ଓଲଟା ଗୁଣର ପରିଲକ୍ଷିତ ଅଧୁନା ଅନ୍ୟ ଜଣେ ମନ୍ତ୍ରୀଙ୍କର ଚରିତ୍ରରେ, ଯାହାଙ୍କର ନାମ କୃପାସିନ୍ଧୁ। ନେକ୍ସଟ ବୀଣାପାଣି ମହାନ୍ତିଙ୍କ ନେକ୍ସଟ ଗଳ୍ପ ରାସ ପୂର୍ଣ୍ଣିମାର ରାତ୍ରି। ବୀଣାପାଣି ମହାନ୍ତିଙ୍କ ନେକ୍ସଟ ଗଳ୍ପ ରାସ ପୂର୍ଣ୍ଣିମାର ରାତ୍ରି ଗଳ୍ପରେ ମନ୍ତ୍ରୀ କାମପାଳ ମିଶ୍ର, ଯାହାଙ୍କୁ କାମ ପାଗଳ କୁହାଯାଇଥିଲା, ଏବେ ନିର୍ବାଚନରେ ପରାଜିତ ଓ ତାଙ୍କର ମନ୍ତ୍ରୀତ୍ୱ ଚାଲିଯାଇଛି। ନେକ୍ସଟ ବୀଣାପାଣି ମହାନ୍ତିଙ୍କ ଗଳ୍ପ ମହିଷାସୁରର ମୁହଁ। ମହିଷାସୁର ମୁହଁରେ ମହିଷାସୁର ପରିଚୟ ନିର୍ଣ୍ଣୟ ହୋଇଛି। ଜଣେ ଗ୍ରାମୀଣ ଯୁବକ ସୁଦର୍ଶନ ଓଝା ସବୁଦିନ ମନ୍ତ୍ରୀଙ୍କ ସହ ସାକ୍ଷାତ ପାଇଁ ଅପେକ୍ଷା କରେ।
ମାତ୍ର ସାକ୍ଷାତ ମିଳେନି। ନେକ୍ସଟ ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପ ଭଗ୍ନ ଭାବମୂର୍ତ୍ତି। ଭଗ୍ନ ଭାବମୂର୍ତ୍ତିରେ ରାଜନୈତିକ ଅଭିସନ୍ଧିର ବିଭିନ୍ନ ସ୍ତର ଉନ୍ମୋଚିତ ହୋଇଅଛି। ଭାରତର ସ୍ୱାଧୀନତା ପରେ ସରକାର ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଦେଶର ଅର୍ଥନୈତିକ ପ୍ରଗତି କରିବା ପାଇଁ ଚେଷ୍ଟା କଲେ। ଧନୀ ହେଲେ ଅଧିକ ଧନୀ, ଗରିବ ହେଲେ ଅଧିକ ଗରିବ। ନେକ୍ସଟ ଦେଖିବା ଗାଳ୍ପିକ ରାମଚନ୍ଦ୍ର ବେହେରା। ଗାଳ୍ପିକ ରାମଚନ୍ଦ୍ର ବେହେରା ରାମଚନ୍ଦ୍ରଙ୍କ କଥା ସାହିତ୍ୟର ସ୍ୱର୍ଣ୍ଣକଳା 1970-2020। ସେ 50 ବର୍ଷ ମଧ୍ୟରେ 200ରୁ ଉର୍ଦ୍ଧ୍ୱ ଗଳ୍ପ ଲେଖିଛନ୍ତି। ରାମଚନ୍ଦ୍ର ବେହେରା ଶେଷ ସୂର୍ଯ୍ୟର ବହ୍ନି 1960ରେ ନବରବି ପତ୍ରିକାରେ ପ୍ରକାଶିତ। ଶେଷ ସୂର୍ଯ୍ୟର ରଶ୍ମି ବହ୍ନି। ନେକ୍ସଟ ବହ୍ନି ଗଳ୍ପ 2020ରେ ରଚନା। ତାର ନନ୍ଦିକା ସମ୍ବାଦ, ବିଦେଶଙ୍କ ଓ ଶୈଳଜାରେ ବାହାରିଥିଲେ। ରାମଚନ୍ଦ୍ର ବେହେରାଙ୍କ 3ଟି ଗଳ୍ପ ହେଉଛି ରୁବିର ବୟାନ, ଆଉ ଥରେ ଗୋଟିଏ ପାରାଗ୍ରାଫ କାଳ୍ପନିକ ଗଳ୍ପ, ମରୁଭୂମିର ଶୋଷ। ତ ରାମଚନ୍ଦ୍ର ବେହେରାଙ୍କ କାଳଜୟୀ ଗଳ୍ପ ଗୁଡ଼ିକ ହେଉଛି ଦ୍ୱିତୀୟ ଶ୍ମଶାନ 1976, ଅଚିହ୍ନା ପୃଥିବୀ 1979, ଅବଶିଷ୍ଟ ଆୟୁଷ 1962, ଅଙ୍କାର ଧ୍ୱନି 1962, ବଞ୍ଚି ରହିବା 1990, ଭଗ୍ନାଂଶର ସ୍ୱପ୍ନ 1993, ମହାକାବ୍ୟର ମୁହଁ 1996, ପଟା କାନ୍ଥର ଗଛ 2000, ଅସ୍ଥାୟୀ ଠିକଣା 2002, ଗୋପପୁର 2003, ସବୁଜିମାର ପରମାୟୁ 2006, ବଟକୁଷ୍ଠ 2009, ବଡ଼ ମାୟାବୀ ଜୀବ 2009, ଶୁଭାନନ୍ଦର ଗୀତ 2012, କଟିବସ୍ତ୍ର 2012, ବିପର୍ଯ୍ୟୟ ନକ୍ସା 2013, ନିର୍ବାସିତ ନାୟାବାୟା 2020, ସବୁଜ ଛଦ୍ମବେଶ 2021। ଏ ହେଉଛି ରାମଚନ୍ଦ୍ର ବେହେରାଙ୍କର କାଳଜୟୀ ଗଳ୍ପ। ରାମଚନ୍ଦ୍ର ବେହେରାଙ୍କୁ ମିଳିଥିବା ପୁରସ୍କାର। ଝଙ୍କାର ପୁରସ୍କାର ମିଳିଥିଲା 1981ରେ, ପୁନର୍ବା ସାହିତ୍ୟ ପୁରସ୍କାର ମିଳିଥିଲା 1982ରେ, ସାରଳା ପୁରସ୍କାର ମିଳିଥିଲା 1982ରେ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା 1993ରେ, ଉତ୍କଳ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା 2000, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା 2005ରେ, ଅତିବଡ଼ି ଜଗନ୍ନାଥ ପୁରସ୍କାର ମିଳିଥିଲା 2020ରେ। ରାମଚନ୍ଦ୍ର ବେହେରାଙ୍କୁ। ତ ରାମଚନ୍ଦ୍ର ବେହେରାଙ୍କ ଜୀବନ ପ୍ରତି ସଂଶୟାତ୍ମକ ଦୃଷ୍ଟିକୋଣ ଥିବା ଗଳ୍ପ ଗୁଡ଼ିକ ହେଉଛି ଦ୍ୱିତୀୟ ଶ୍ମଶାନ ଠାରୁ ପାଚେରୀ, ଦୁଇଟି ମୂର୍ଦ୍ଧାର ସମ୍ପର୍କ, ଶିକାର, ବିପନ୍ନ ହୃଦୟ, ଅସମାହିତ ଅନ୍ତିମ ଦୃଶ୍ୟ ଓ ପାଣୁଲିପି। ରାମଚନ୍ଦ୍ର ବେହେରାଙ୍କ ନେକ୍ସଟ ଗଳ୍ପ ଦ୍ୱିତୀୟ ଶ୍ମଶାନ। ଦ୍ୱିତୀୟ ଶ୍ମଶାନ ଗଳ୍ପରେ ମୃତ୍ୟୁ ପରେ ଶରୀର ଅବସ୍ଥାନ ହୁଏ ଶ୍ମଶାନରେ, କିନ୍ତୁ ସୂର୍ଯ୍ୟ ଜୀବଟି ହେଉଛି ଅନ୍ତଃସନ୍ତ ଯନ୍ତ୍ରଣାର ଅନ୍ୟ ଏକ ଶ୍ମଶାନିତ ରୂପ। ନେକ୍ସଟ ରାମଶଙ୍କର ରାୟଙ୍କର ଉପନ୍ୟାସ ପୋଷାକ ଗଳ୍ପରେ ଚରିତ୍ରଟି ଅନୁଭବ କରେ ଯେ ଜୀବନ ଏକ ନିରୁପାୟ, ବଞ୍ଚିବାର ନାମାନ୍ତର, ତହିଁରେ ଜୀବନକୁ ଉପଭୋଗ କରିବାର କୌଣସି ପ୍ରତିଶ୍ରୁତି ନାହିଁ।
नेक्स्ट रामचंद्र बेहरा नाटक गल्प रंगमंच। रंगमंच गल्परे नायक कहे खाली बंची रहिबाटा जीवन नुहे एवं अप्रत्याशित भावे मनीष मानक उपरे भूमिका लदी दिया जाए सेमाने अभिनय करने को बाध्य हो जाती। नेक्स्ट रामचंद्र बेहरा गल्प विपन्न हृदय। विपन्न हृदय गल्परे मध्य जीवनर दुस्थिति और संकट को आमे प्रत्यक्ष करूँ। टिकी झीटीर दुर्बल हृदपिंड एवं तजनित पारिवारिक संकट मुख्य चरित्रर जीवन दृष्टिभंगी को वर्णित कर दिए। नेक्स्ट रामचंद्र गल्प असमाहित। असमाहित रे जीवन आहुरी जघन्य जंत्रणा और प्रतारणा नहीं उपस्थित। नेक्स्ट रामचंद्र बेहरा गल्प अंतिम दृश्य। अंतिम दृश्य रे गोटे सापुआ केलार विश्वास और बाहादुरी को परिस्थिति एभली कदर्य अवस्था पकाई जे ताको मने होउछि भक्क निकटरे जीवन बश्यता स्वीकार करे। नेक्स्ट रामचंद्र बेहरा गल्प नीलकंठ। नीलकंठ गल्परे जीवन को गोटे प्रलंबित आशंका बोली चरित्र अतनु उपलब्धि करी कहे एठारे घांटी चकोटी न हो किए। नेक्स्ट रामचंद्र बेहरा गल्प पांडुलिपि। पांडुलिपि गल्परे हिमांशु बाबू चरित्रटी एही दुस्थिति भोगंती। नेक्स्ट रामचंद्र बेहरा गल्प मुखशाला। मुखशाला रे स्वयं जीवन एक आशा और विश्वासर प्रतीक। नेक्स्ट द्वितीय श्मशान संकलनर पंचम गल्प पोशाक। पोशाक गल्परे जीवन संपर्क रे शाश्वत उपलब्धि आसीबा फल गल्प चरित्र ठारे मृत्यु प्रति निजस्व दृष्टिकोण प्रतिफलित हुए। नेक्स्ट कुहुड़ीय तृष्णा। रामचंद्र बेहरा नेक्स्ट गल्प कुहुड़ीय तृष्णा। कुहुड़ीय तृष्णा गल्परे कैंसर पीड़ित चरित्रटी पाई मृत्यु एक साधारण अभिज्ञता जहाको शीत राति रे बिजुली आलुओ नथिबा एक सहरर कला मचमच रास्तार सूर्योदय पर्यंत चलीथिबा भली एक अभिज्ञता सह तुलना करा जाई पारे। नेक्स्ट रामचंद्र बेहरा गल्प आत्महत्या। आत्महत्या गल्परे मृत्यु प्रति एक सम्मान और मर्यादापूर्ण अभिव्यक्ति प्रदान करिसेंती। नेक्स्ट दुईटी ब्रेक। रामचंद्र बेहरा नेक्स्ट गल्प दुईटी ब्रेक। दुईटी ब्रेक गल्परे एही दृष्टिभंगीर एक मर्यादा रूप देखा मिले। चरित्रटी मद्यप चिकित्सित परे चेता फेरे। नेक्स्ट रामचंद्र बेहरा गल्प मिछ साक्षी। मिछ साक्षी गल्परे जेउठी मृत्यु आउ किछि नुहे जीवन भली एक सत्य और वास्तव जिनिस अनुपस्थित अर्थ जीवनर अनुपस्थिति ही मरण। नेक्स्ट रामचंद्र बेहरा गल्प शिकार। शिकार गल्परे मृत्यु को बिना प्रतिवादरे और अतुरतारे ग्रहण करिनेबार दृढ़ता कम साहस और मोह मुक्तिर अपेक्षा रखे नहीं। नेक्स्ट रामचंद्र बेहरा गल्प भय। भय गल्परे मृत्यु प्रति चरित्रर
ପାପବୋଧ ଏବଂ ନିଜର ମୃତ୍ୟୁ ଭୟ ଉତ୍କଟ ହୋଇଉଠେ। ନେକ୍ସଟ ରାମଚନ୍ଦ୍ର ବେହେରାଙ୍କ ଗଳ୍ପ ରଙ୍ଗମଞ୍ଚ। ରଙ୍ଗମଞ୍ଚରେ ଅଭିନୟ ଭିତରେ ସୁଦ୍ଧା ମୃତ୍ୟୁ ପ୍ରତି ଭୟ ଓ ଘୃଣା ପ୍ରକଟିତ। ନେକ୍ସଟ ରାମଚନ୍ଦ୍ର ବେହେରାଙ୍କ ଗଳ୍ପ ଆତ୍ମହତ୍ୟା। ଆତ୍ମହତ୍ୟାରେ ଚରିତ୍ରକୁ ମୃତ୍ୟୁ ଦେହଟି ବିଦେଶ ପଙ୍ଗୁ ଆତ୍ମିକ ଶୂନ୍ୟ ଓ ରିକ୍ତ ଭାବ ଦ୍ୱାରା ବିପର୍ଯ୍ୟସ୍ତ ଏକ ଜୀବନର ଭୟପ୍ରଦ ନୀରବ ଅନ୍ଧକାର ହଳ। ନେକ୍ସଟ ରାମଚନ୍ଦ୍ର ବେହେରାଙ୍କ ଗଳ୍ପ ଘର। ଘର ଗଳ୍ପରେ ପୃଥିବୀ ବା ପ୍ରକୃତିର ଯେଉଁ ରୂପ ଦେଇଛନ୍ତି ତାହା ଏମିତି ଯେ ଯେଉଁ ମଫସଲ ଗାଁରେ ମୁଁ ଜନ୍ମ ନେଲି ତାର ଚାରିପଟେ ବ୍ୟାପକ ସମତଳ ସବୁଜ ଶସ୍ୟକ୍ଷେତ୍ର ପାହାଡ଼ ବିହୀନ। ନେକ୍ସଟ ରାମଚନ୍ଦ୍ର ବେହେରାଙ୍କ ଗଳ୍ପ ଶେଷ ଚିଠି। ଶେଷ ଚିଠି ଗଳ୍ପରେ ଏ ଆକାଶ ପୃଥିବୀ ଗଛ ମଣିଷ ସମସ୍ତଙ୍କୁ ମୋଡ଼ି ଖଣ୍ଡ ଖଣ୍ଡ କରି ଛିଣ୍ଡାଇ ହୁଅନ୍ତା କି ବୋଲି କୁହାଯାଇଛି। ନେକ୍ସଟ ରାମଚନ୍ଦ୍ର ବେହେରାଙ୍କ ଚଉତିଶା। ଗଳ୍ପରେ ସେ କହିଛନ୍ତି ତୁମ ଆଖି ଆଗରେ ଏତେ ବଡ଼ ବିଶାଳ ପୃଥିବୀଟିଏ ଲମ୍ବି ଯାଇଛି ଚିରନ୍ତନ ମାର ସ୍ତନ ଭଳି। ନେକ୍ସଟ ରାମଚନ୍ଦ୍ର ବେହେରାଙ୍କ ଗଳ୍ପ ଓଁକାର ଧ୍ୱନିରେ। ମାତୃତ୍ୱର ପ୍ରତିଷ୍ଠା ପାଇଁ ଯେଉଁ ବ୍ୟାକୁଳତା ତାହା ଚିରକାଳ ମାତୃ ହୃଦୟର ଅନାହତ ବ୍ୟାକୁଳତା ମଧ୍ୟ। ନେକ୍ସଟ ରାମଚନ୍ଦ୍ର ବେହେରାଙ୍କ ଗଳ୍ପ ଆବିଷ୍କାର। ଆବିଷ୍କାର ଗଳ୍ପରେ ମାତୃତ୍ୱର ଅନୁଭବ ନାରୀତ୍ୱର ସ୍ୱାଭାବିକ ପ୍ରତିକ୍ରିୟାକୁ ପରାହତ କରି ଚିରନ୍ତନ ମମତା ଓ ଚୈତନ୍ୟ ଦାୟିତ୍ୱ ସମ୍ବୋଧନରେ ପ୍ରତିଷ୍ଠିତ। ନେକ୍ସଟ ନିରୁଦ୍ଦିଷ୍ଟ। ନିରୁଦ୍ଦିଷ୍ଟ ଗଳ୍ପରେ ମାତୃତ୍ୱର ତ୍ୟାଗ ଓ ଆଦର୍ଶ ବ୍ୟତୀତ ଅନ୍ୟ ଏକ ଦିଗ ପ୍ରତି କଥାକାର ଦୃଷ୍ଟି ପ୍ରସାରିତ। ନେକ୍ସଟ ରାମଚନ୍ଦ୍ର ବେହେରାଙ୍କ ଗଳ୍ପ ଚାରୋଟି ଅସୁସ୍ଥ ଦିନ। ଗଳ୍ପରେ ସନ୍ତାନର ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରେ ନାହିଁ ମା। ନେକ୍ସଟ ଚାରପଣ। ଚାରାର ପଣ। ରାମଚନ୍ଦ୍ର ବେହେରାଙ୍କ ନେକ୍ସଟ ଗଳ୍ପ ଚାରାର ପଣରେ ପିତୃତ୍ୱ ଅନୁଭବର ଏକ ଚମତ୍କାର ପରିପ୍ରକାଶ ଦେଖିବାକୁ ମିଳେ। ନେକ୍ସଟ ରାମଚନ୍ଦ୍ର ବେହେରାଙ୍କ ମନସ୍ତାତ୍ତ୍ୱିକ ଗଳ୍ପ ଶେଷ ସୂର୍ଯ୍ୟର ବହ୍ନି। ଶେଷ ସୂର୍ଯ୍ୟର ବହ୍ନି ଗଳ୍ପରେ ଜଣେ ଅବସରପ୍ରାପ୍ତ ବୃଦ୍ଧ ଭିତରେ ଦେଖା ଦେଇଥିବା ଏକଲାପଣ ନିଃସଙ୍ଗତା ବୋଧର କଥା ଦେଖିବାକୁ ମିଳେ। ନେକ୍ସଟ ରାମଚନ୍ଦ୍ର ବେହେରାଙ୍କ ଗଳ୍ପ ଅଚିହ୍ନା ପୃଥିବୀ। ଅଚିହ୍ନା ପୃଥିବୀର ଅନ୍ୟ ଅନୁଭୂତିରେ ବୈବାହିକ ଜୀବନର ସୁନ୍ଦର ସ୍ୱପ୍ନ ଦେଖିଥିବ ସୁମିତ୍ରାର ନିଃସଙ୍ଗତା ବୋଧ ତାର ସମସ୍ତ ସ୍ୱପ୍ନକୁ ନଷ୍ଟଭ୍ରଷ୍ଟ କରିଦିଏ। ନେକ୍ସଟ ରାମଚନ୍ଦ୍ର ବେହେରାଙ୍କ ଗଳ୍ପ ଦ୍ୱିତୀୟ ଶ୍ମଶାନର ଦୁଇଟି ମୂର୍ଦ୍ଧାର ସମ୍ପର୍କରେ। ଗଳ୍ପରେ ବନ୍ଦ ଘରେ ଦୁଇଟି ମୂଷାଙ୍କର ପରସ୍ପର ପ୍ରତି ହିଂସାତ୍ମକ ଆକ୍ରମଣରେ ମୃତ୍ୟୁ ହୁଏ। ଦ୍ୱିତୀୟ ଶ୍ମଶାନର ସଂକେତ ଓ ଭୟ। ଗଳ୍ପ ଦୁଇଟିରେ ଗାଳ୍ପିକ ଚରିତ୍ର ଦ୍ୱୟଙ୍କର ମାନସିକତାକୁ ଅତି ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି। ନେକ୍ସଟ ସଂକେତ। ଗଳ୍ପରେ ନାୟକ ସଂକେତ ଦୁଇ ଥର ଅପକର୍ମ କରି ଜେଲରୁ ଫେରିଛି। ଅଭିନେତ୍ରୀ ରୂପାଗ୍ରତୀ ତା ମନରେ ସୃଷ୍ଟି ହୋଇଛି କାମନା। ନେକ୍ସଟ ଅଚିହ୍ନା ପୃଥିବୀ। ରାମଚନ୍ଦ୍ର ବେହେରାଙ୍କ ନେକ୍ସଟ ଗଳ୍ପ ଅଚିହ୍ନା ପୃଥିବୀରେ ଗେଣ୍ଡା ଏକ ପ୍ରତୀକ ହେଲେ ହିଁ ଏଥିରେ ନାୟକର ମନସ୍ତାତ୍ତ୍ୱିକ ବିଶ୍ଳେଷଣ ଖୁବ୍ ଚମତ୍କାର। ନିଜ
ପତ୍ନୀ ଠାରେ ସନ୍ଦେହ କରିଛି। ନେକ୍ସଟ ରାମଚନ୍ଦ୍ର ବେହେରାଙ୍କ ଗଳ୍ପ କିଶୋର ଓ ଯୁବ ପ୍ରାଣର ଅନୁସରଣରେ ଗଳ୍ପ। କିଶୋର ଓ ଯୁବ ପ୍ରାଣର ଅନୁସରଣରେ ଗଳ୍ପ ହେଉଛି ଆହରଣ। ଆହରଣରେ ସ୍ୱଳ୍ପ ସମ୍ବଳ, ସ୍ୱପ୍ନ ହାଡ଼ିଆ, ପ୍ଲାଟଫର୍ମ, ହାରକଟ ସାମଗ୍ରୀ ଫେରିବ ଯାହାରେ ନିଜର ସାମାନ୍ୟ କେଇଟି ଚୂଡ଼ାଲୋକ ବିକ୍ରି କରିବାର ଦୟନୀୟତାକୁ ନିଜେ ହିଁ ବରଦାସ୍ତ କରିପାରେ ନାହିଁ। ନେକ୍ସଟ ମୁଖଶାଳା। ମୁଖଶାଳା ଗଳ୍ପରେ ଗ୍ରାମୀଣ ପୃଷ୍ଠଭୂମିରେ ଜଣେ ଯୁବକ ପ୍ରାଣରେ ସହରୀ ଜୀବନ ପ୍ରତି ଥିବା ସପ୍ଳୀଳ ଆବେଗର ମହଙ୍ଗ ଘଟେ। ନେକ୍ସଟ ଚାରାରୋପଣ। ରାମଚନ୍ଦ୍ର ବେହେରାଙ୍କ ଗଳ୍ପ ଚାରାରୋପଣରେ ଶଙ୍କର ଟ୍ରକ୍ ହେଲ୍ପର ହେଲା ପରେ ଯେଉଁ ବୈଷୟିକ କୁଶଳତା ଅର୍ଜନ ସେଥିରେ ସେ ଅଧିକ ସ୍ୱତନ୍ତ୍ର ସ୍ୱାଧୀନ ହୋଇଥିଲା। ନେକ୍ସଟ ରାମଚନ୍ଦ୍ର ବେହେରାଙ୍କ ଗଳ୍ପ ରୂପାନ୍ତର। ରୂପାନ୍ତର ଗଳ୍ପରେ କିଶୋରଟିର ନିଷ୍ପାପ କୌତୂହଳ ଓ ଆବିଷ୍କାରକ ହେବାର ମୋହ ସମ୍ଭାଳୁଆରୁ ପ୍ରଜାପତି ହେବା ଘଟଣା ପରୀକ୍ଷା। ନେକ୍ସଟ କୁକୁଡ଼ା ଓ ମଣିଷ ସମ୍ପର୍କରେ ଏକ ସାମାନ୍ୟ କଥନ। ଗଳ୍ପରେ କୈଶୋରୀର ଅନ୍ୱେଷଣ ବୋଧ ଦେଖିବାକୁ ମିଳେ। ନେକ୍ସଟ ବିବିଧତା। ଗଳ୍ପରେ ମାନସିକ ବୈକଲ୍ୟ ଭୋଗୁଥିବା କିଶୋରୀଟି ଭିତରେ ପଞ୍ଜୀଭୂତ ଅସନ୍ତୋଷ ଉଛୁଳି ଉଠେ। ମାନବତ୍ୱର ଚରିତ୍ରକୁ କେନ୍ଦ୍ର କରି ଗଳ୍ପ ରାମଚନ୍ଦ୍ର ବେହେରାଙ୍କ ଶୋଷ ମରୁଭୂମି ଦୁଇଟି ମୂର୍ଦ୍ଧାର ସମ୍ପର୍କରେ ଅସମାହିତ ବଞ୍ଚି ରହିବା ନିରାପଦ ନୀଡ଼ ପିଞ୍ଜରା ଓ ଅନ୍ତିମ ଦୃଶ୍ୟ ପର ପରୀକ୍ଷା ଶେଷ ଗପର କଇଁଚ ମରୁଭୂମି ଗପର ଓଟ ଦୁଇଟି ମୂର୍ଦ୍ଧାର ସମ୍ପର୍କରେ ଗପର ମୂଷା ଅସମାହିତ ଗପର କୁକୁର ବଞ୍ଚି ରହିବା ଗପର ଚଢ଼େଇ ନିରାପଦ ନୀଡ଼ ପିଞ୍ଜରା। ନେକ୍ସଟ ଗାଳ୍ପିକ ହୃଷିକେଶ ପଣ୍ଡା। ହୃଷିକେଶ ପଣ୍ଡାଙ୍କର ଗଳ୍ପ ଗୁଡ଼ିକ ହେଉଛି ତିନୋଟି ନିଃଶ୍ୱାସର ପୃଥିବୀ 1984, ଅନ୍ତରଙ୍ଗ ସକାଳ 1987, ପ୍ରତ୍ୟୟର ପ୍ରତିଶ୍ରୁତି 1988, ଦେହର ନୌକା ଓ ରକ୍ତର ଗଙ୍ଗା 1990, ଝରକା ନଥିବା ଘର ଓ ଜହ୍ନରାତି 1991, ଅଜଣା ସମ୍ପର୍କରେ ଋତୁ 1993, ନିରୁଦ୍ଦିଷ୍ଟ ବୋଧିଦ୍ରୁମ 1996, ନିଃସଙ୍ଗ ସନ୍ଧ୍ୟାର ତାରା 1991, ନିଖୋଜ ନିରଞ୍ଜନା 1907, ନିଃସଙ୍ଗ ସନ୍ଧ୍ୟାତାରା 2001। ଦେଖିବା ପ୍ରଥମେ ନିଃସଙ୍ଗ ସନ୍ଧ୍ୟାତାରା ଗଳ୍ପ ସଂକଳନର ନିର୍ବିକଳ୍ପରେ ଥିବା ବାବା। ଏହି ଗଳ୍ପରେ ନିଃସଙ୍ଗ ସନ୍ଧ୍ୟାତାରା ଗଳ୍ପରେ ଥିବା ବାବା ସଦାନନ୍ଦଙ୍କ ସିଦ୍ଧି ଓ ସାଧନାର ନିର୍ବିକଳ୍ପ ଭାବକୁ ସେ ଗ୍ରହଣ କରିପାରି ନାହାନ୍ତି। ନେକ୍ସଟ ଗଳ୍ପ ନିଖୋଜ ନିରଞ୍ଜନା। ହୃଷିକେଶ ପଣ୍ଡାଙ୍କର ନେକ୍ସଟ ଗଳ୍ପ ନିଖୋଜ ନିରଞ୍ଜନା ଗଳ୍ପରେ ନିର୍ବାଣ ନୁହେଁ ଗଳ୍ପ ନାୟକ ଜୀବନକୁ ହିଁ ଗୁରୁତ୍ୱ ଦେଇଛନ୍ତି। ନେକ୍ସଟ ସଂସାରୀର ସଂସାର ବଡ଼। ଗାଳ୍ପିକ ହୃଷିକେଶ ପଣ୍ଡାଙ୍କର ନେକ୍ସଟ ଗଳ୍ପ
ସଂସାରୀ ସଂସାର ହିଁ ଗଳ୍ପରେ ଜୀବନ ଠାରୁ ବଡ଼ ସତ୍ୟ ଆଉ କିଛି ନାହିଁ ତାହା ପ୍ରତିପାଦିତ। ନେକ୍ସଟ ଋଷିକେଶ ପଣ୍ଡାଙ୍କର ଗଳ୍ପ ଟନେଲ ଖୋଜୁଥିବା ଅନ୍ୟ ଏକ ଇନ୍ଦ୍ରାବତୀ। ଏହି ଗଳ୍ପରେ ଆଦିବାସୀ ତରୁଣ ତରୁଣୀଙ୍କର ପ୍ରେମ ନିଷ୍ଠା ପ୍ରତିଫଳିତ। ସୁଭା ସହ ରଙ୍ଗିଆର ବିବାହ। ନେକ୍ସଟ ଦିଉଡ଼ି। ଦିଉଡ଼ି ଗଳ୍ପରେ ପରିବେଶ ଓ ଅନ୍ତର୍ନିର୍ଦ୍ଦେଶ ଦ୍ୱାରା ଆଦିବାସୀ ଯୁବକ ସୁନାନୀ ପରିଣତ ହୋଇଛି ସନ୍ନ୍ୟାସୀରେ। ନେକ୍ସଟ ଉତ୍ତରାଧିକାର। ଉତ୍ତରାଧିକାର ଗଳ୍ପରେ ଗାନ୍ଧିଜୀଙ୍କର ଆଦର୍ଶରେ ପ୍ରଭାବିତ ସନାତନ ମାଷ୍ଟ୍ରେ ସ୍ୱାଧୀନତା ସଂଗ୍ରାମରେ ନିଜକୁ ଉତ୍ସର୍ଗ କରିଛନ୍ତି। ନିଜର ଏକମାତ୍ର ସନ୍ତାନ ଶୁଭେନ୍ଦୁଙ୍କୁ ସ୍ୱଚ୍ଛା ଆଦର୍ଶବାଦୀ ପ୍ରଶାସନିକ ଅଧିକାରୀ ଭାବେ ଦେଖିବାକୁ ଚାହିଁଛନ୍ତି। ନେକ୍ସଟ ଭୁଖା ପେଟର ନିଆଁ। ଋଷିକେଶ ପଣ୍ଡାଙ୍କର ନେକ୍ସଟ ଗଳ୍ପ ଭୁଖା ପେଟର ନିଆଁ ଗଳ୍ପରେ ଆମ ରୁଗ୍ଣ ରାଜନୀତିର ଅନ୍ୟ ଏକ ଚିତ୍ର ସବଳିତ। ଭୁଖା ପେଟର ନିଆଁର ପୃଷ୍ଠଭୂମି ହେଉଛି କାଶୀପୁରର ଅନାହର ମୃତ୍ୟୁ ସମ୍ପର୍କୀୟ ପ୍ରକ୍ରିୟା। ନେକ୍ସଟ ନିଃସଙ୍ଗ ସନ୍ଧ୍ୟାତାରା। ଋଷିକେଶ ପଣ୍ଡାଙ୍କର ନେକ୍ସଟ ଗଳ୍ପ ନିଃସଙ୍ଗ ସନ୍ଧ୍ୟାତାରାରେ ରୀତା ନାନୀର ନିଃସଙ୍ଗ ଓ ଅସହାୟ ଜୀବନକୁ ଦେଖାଇ ଦିଆଯାଇଛି। ନେକ୍ସଟ ଋଷିକେଶ ପଣ୍ଡାଙ୍କର ନେକ୍ସଟ ଗଳ୍ପ ଝରକା ନଥିବା ଘର ଓ ଜହ୍ନରାତି ଗଳ୍ପରେ ଏକ ନାରୀର ବ୍ୟଥାଭରା ଜୀବନର କରୁଣ ଚିତ୍ର ପରିଲକ୍ଷିତ। ନେକ୍ସଟ ଋଷିକେଶ ପଣ୍ଡାଙ୍କର ନେକ୍ସଟ ଗଳ୍ପ ନିଃସଙ୍ଗ ରାତ୍ରିର ରାତି। ଆମ ସମାଜରେ ନାରୀ ପ୍ରତି ରହିଥିବା ନୀତିବାଚକ ଦୃଷ୍ଟିଭଙ୍ଗୀର କଳାତ୍ମକ ଅଭିବ୍ୟକ୍ତି ହେଉଛି ଗଳ୍ପ ନାୟିକା ତାରାକୁ ତାର ସ୍ୱାମୀର କାମୁକ ବନ୍ଧୁଗଣ ଧର୍ଷଣ କରିବାରେ ସମାଜରେ ତାର ପରିଚୟ ହେଲା କଳଙ୍କିନୀ। ନେକ୍ସଟ ଅରଣ୍ୟକ। ଋଷିକେଶ ପଣ୍ଡାଙ୍କର ନେକ୍ସଟ ଗଳ୍ପ ଅରଣ୍ୟକରେ ଗୋଟିଏ ଅନ୍ଧୁଣୀ ଝିଅର ଫୁଲ ପ୍ରତି ରହିଥିବା ମମତା ଏବଂ ସଭ୍ୟ ଶିକ୍ଷିତ ମଣିଷଙ୍କ ଜାଙ୍ଗଳିକ ପ୍ରବୃତ୍ତିକୁ ଏହି ଗଳ୍ପରେ ଦର୍ଶାଯାଇଛି। ନେକ୍ସଟ ଋଷିକେଶ ପଣ୍ଡାଙ୍କର ନେକ୍ସଟ ଗଳ୍ପ ସୁନାଖଳାର ନିର୍ମଳ ମାଷ୍ଟ୍ରେ। ଗଳ୍ପରେ ନିର୍ମଳ ମାଷ୍ଟ୍ରେଙ୍କର ଉଦାର ଚିନ୍ତାଧାରା ମଣିଷପଣିଆ ଅତିଥି ଚର୍ଚ୍ଚା ଓ ସହାୟତା ମନରେ ସମ୍ବେଦନା ସୃଷ୍ଟି କରିଥାଏ। ନେକ୍ସଟ ଋଷିକେଶ ପଣ୍ଡାଙ୍କର ଗଳ୍ପ ବିଳମ୍ବିତ ଲୟ। ବିଳମ୍ବିତ ଲୟରେ ସୁତପା ଓ ଅଭିଜିତଙ୍କର ମନୋଜଗତର ରହସ୍ୟକୁ ଖୋଜାଯାଇଛି। ନେକ୍ସଟ ଦୁର୍ଗା ମା। ଋଷିକେଶ ପଣ୍ଡାଙ୍କର ନେକ୍ସଟ ଗଳ୍ପ ଦୁର୍ଗା ମାରେ ସହରୀ ବାବୁଙ୍କୁ ସ୍ୱଚ୍ଛ ପରିବେଶ ଯୋଗାଉଥିବା ବସ୍ତି ଅଞ୍ଚଳର ମେହନ୍ତରମାନଙ୍କ ସେହି ଆବର୍ଜନା ପରିବେଶରେ ଜୀବନ ଅତିବାହିତ କରିଛନ୍ତି। ନେକ୍ସଟ ଝରକା ଭିତରୁ ଆକାଶ। ଋଷିକେଶ ପଣ୍ଡାଙ୍କର ନେକ୍ସଟ ଗଳ୍ପ ଝରକା ଭିତରୁ ଆକାଶରେ ଚପଳମତି ପରି ଜଣେ ସରଳ ଶିକ୍ଷିତ ପିଲାଟିକୁ ସ୍ୱପ୍ନ ଦେଖାଇ ସମ୍ପର୍କୀୟ ପ୍ରେମିକା ଉଚ୍ଚପଦସ୍ଥ ସରକାରୀ ବାବୁମାନେ ନିଜର ସ୍ୱାର୍ଥ ହାସଲ ପରେ ତାକୁ ଠକାଇ ଚାଲିଯାଇଛନ୍ତି। ନେକ୍ସଟ ବେୱାରିଶ ଲାଶ। ନେକ୍ସଟ ଋଷିକେଶ ପଣ୍ଡାଙ୍କର ଗଳ୍ପ ବେୱାରିଶ ଲାଶ ଗଳ୍ପରେ ବୈଷ୍ଣବ ପରି ଜଣେ ପରିଚୟହୀନ ବ୍ୟକ୍ତିର ପରିବାରର ପ୍ରତି
କର୍ତ୍ତବ୍ୟବୋଧ ଓ ଅସହାୟ ମୃତ୍ୟୁକୁ ଅତ୍ୟନ୍ତ ସମ୍ବେଦନଶୀଳର ସହ ବର୍ଣ୍ଣନା କରାଯାଇଛି। ନେକ୍ସଟ ହୃଷିକେଶ ପଣ୍ଡାଙ୍କର ଗଳ୍ପ ଉପଗୁପ୍ତ ଅନେକ ଦିନରୁ ନିରୁଦ୍ଧିତ। ଏହି ଗଳ୍ପରେ ହିନ୍ଦୁ ଝିଅ କାନନ ଓ ମୁସଲମାନ ପୁଅ ହାଜିରୁଦ୍ଦିନର ପ୍ରେମ କାହାଣୀ ଏଠାରେ ଏକ ଉଦାହରଣ। ନେକ୍ସଟ ହୃଷିକେଶ ପଣ୍ଡାଙ୍କର ଗଳ୍ପ କେତେ ଅବାଦର ମଦିନାରୁ ଶ୍ରୀକ୍ଷେତ୍ର। ଗଳ୍ପରେ ସେହି ଜାତି ଓ ଧର୍ମର ବିବାଦର କରୁଣ ପରିଣତି ବର୍ଣ୍ଣିତ। ନେକ୍ସଟ ଅନୁରୂପ ଗଳ୍ପରେ ସମ୍ପତ୍ତିକୁ ନେଇ ଅମିତାଭଙ୍କର ମନରେ ଯେଉଁ ଲାଳସା ସୃଷ୍ଟି ହୋଇଥିଲା ତା ପଛରେ ପତ୍ନୀଙ୍କର ଭୂମିକା ଥିଲା। ବିଶେଷ ମୁହୂର୍ତ୍ତରେ ସାନ ଭାଇର ସମ୍ମାନ ଓ ଭକ୍ତି ଭାବରେ ନିଜର ତ୍ରୁଟିକୁ ସଂଶୋଧନ କରି ପାରିଛନ୍ତି। ଏ ଗଳ୍ପରେ ପାରିବାରିକ ଜୀବନର ମୋହନୀୟତା ପ୍ରକାଶିତ। ନେକ୍ସଟ ହୃଷିକେଶ ପଣ୍ଡାଙ୍କର ଗଳ୍ପ ଉଜୁଡା ବଗିଚା ଓ ବଦଳୁଥିବା ସମୟ। ଏହି ଗଳ୍ପରେ ଆମ ଆଦର୍ଶ ଓ ମୂଲ୍ୟବୋଧର ଅବକ୍ଷୟକୁ ଦର୍ଶାଯାଇଛି। ନେକ୍ସଟ ହୃଷିକେଶ ପଣ୍ଡାଙ୍କର ଗଳ୍ପ ନିଜ ଗାଁକୁ ବାଟ ଖୋଜୁଥିବା ଲୋକ। ଏହି ଗଳ୍ପଟି ପରମ୍ପରାର ଆଦର୍ଶ ମୂଲ୍ୟହୀନ ହୋଇଛି। ନେକ୍ସଟ ହୃଷିକେଶ ପଣ୍ଡାଙ୍କର ଗଳ୍ପ ସମୁଦ୍ରର ଶେଷ। ସମୁଦ୍ରର ଶେଷ ଗଳ୍ପରେ ଅତୀତ ରୋମନ୍ଥନର ମାଧ୍ୟମରେ ସ୍ମୃତିକୁ ତୋଳି ଧରିବାର ପ୍ରୟାସ ରହିଛି। ନେକ୍ସଟ ହୃଷିକେଶ ପଣ୍ଡାଙ୍କର ଗଳ୍ପ ଅଜଣା ସମ୍ପର୍କର ଋତୁ। ଅଜଣା ସମ୍ପର୍କର ଋତୁରେ ଛାତ୍ର ନୀଲୁ ପୈତୃତ୍ୟର ଅତୀତର ମିତକୁ ଖୋଜୁଛି ଓ ମିତ ଖୋଜୁଛି କଲେଜର ଛାତ୍ର ନୀଲୁକୁ। ନେକ୍ସଟ ହୃଷିକେଶ ପଣ୍ଡାଙ୍କର ଗଳ୍ପ ନୀରବତାର ପଦ୍ମତଳା ଏକ ରୋମାଣ୍ଟିକ କାହାଣୀ। ନେକ୍ସଟ ହୃଷିକେଶ ପଣ୍ଡାଙ୍କର ପ୍ରେମମୂଳକ ଗଳ୍ପ ହେଉଛି ନିଖୋଜ ନଦୀର ଠିକଣା, ମୁକ୍ତା ସମ୍ଭବ, ଚଇତି ଜହ୍ନର ବାଟ ଚାହିଁ ବସି ରହିବାର କୁରେଇ ଫୁଲ, ଟନେଲ ଖୋଜୁଥିବା ଅନ୍ୟ ଏକ ଇନ୍ଦ୍ରାବତୀ। ହୃଷିକେଶ ପଣ୍ଡାଙ୍କର ଗଳ୍ପ ନିଖୋଜ ନଦୀର ଠିକଣା। ଏହି ଗଳ୍ପରେ ଅମରେଶର ସାମାଜିକ ସୁରକ୍ଷା ପାଇଁ ମେରି ଚାଲିଯାଇଛି ଅପହଞ୍ଚ ଇଲାକାକୁ। ନେକ୍ସଟ ହୃଷିକେଶ ପଣ୍ଡାଙ୍କର ଗଳ୍ପ ମୁକ୍ତ ସମ୍ଭବା। ମୁକ୍ତ ସମ୍ଭବା ଗଳ୍ପରେ ଜୟା ଉତ୍ସର୍ଗୀକୃତ ପ୍ରାଣ ଦେହକୁ ଅତିକ୍ରମ କରି ବିଦେହ ସ୍ତରରେ ପହଞ୍ଚି ଯାଇଛି। ନେକ୍ସଟ ହୃଷିକେଶ ପଣ୍ଡାଙ୍କର ଗଳ୍ପ ଅଙ୍କୁର। ଅଙ୍କୁର ଗଳ୍ପରେ ଅନାମିକା ଓରଫ ଅନାମୀ ପରି ଏକ ସରଳ ଆଦିବାସୀ ବାଳିକାର ସହୃଦୟତା ଓ ଆପଣାର ଯେପରି ବର୍ଣ୍ଣିତ ହୋଇଛି ତାହା। ତ ଗଳ୍ପ ଗୁଡ଼ିକ ସରିଲା। ସ୍ୱାଧୀନତା ପରବର୍ତ୍ତୀ ଓ ପୂର୍ବବର୍ତ୍ତୀ ଉପନ୍ୟାସ ଆଲୋଚନା କରିଛି। ଗଳ୍ପ ମଧ୍ୟ ସରିଲା। ସ୍ୱାଧୀନତା ପରବର୍ତ୍ତୀ ଓ ପୂର୍ବବର୍ତ୍ତୀ। ପରବର୍ତ୍ତୀ ଭିଡ଼ିଓରେ ଆଲୋଚନା କରିବା ସ୍ୱାଧୀନତା ପରବର୍ତ୍ତୀ ନାଟକ ଆଉ ସ୍ୱାଧୀନତା ପୂର୍ବବର୍ତ୍ତୀ ନାଟକ। ରହୁଛି, ନମସ୍କାର।